ବିଜେଡି କୁ ଷଡ଼ଯନ୍ତ୍ର ଛଡା ଆଉ କିଛି ଦିଶୁଛି? ପଶ୍ଚିମବଙ୍ଗଳାରେ ଟିଏମସି ଅଛି, ତାକୁ ଖାଲି ଷଡ଼ଯନ୍ତ୍ର ଦିଶୁଛି। ଓଡ଼ିଶାରେ ବିଜେଡି ଅଛି, ତାକୁ ଖାଲି ଷଡ଼ଯନ୍ତ୍ର ଦିଶୁଛି। ଗୋଟିଏ ନାଁ ନେଇକରି ପ୍ରସନ୍ନ ବାବୁ ଆସନ୍ତୁ, ଯେ ପ୍ରକୃତରେ ଭାରତୀୟ ଏବଂ ନାଁ କଟି ଯାଇଛି। ସେମାନଙ୍କର ନାଁ କଟୁଛି ବ୍ୟାପକ ଅନୁସନ୍ଧାନ କଲା ପରେ। ଯେଉଁମାନେ ଭାରତୀୟ ନୁହନ୍ତି, ଅନୁପ୍ରବେଶକାରୀ। ପୁଣି ଆପଣଙ୍କୁ କହୁଛି ମୁଁ ଯେ ଆମେ ବିଗତ 19ରୁ 24 ପର୍ଯ୍ୟନ୍ତ ପାର୍ଲାମେଣ୍ଟରେ ଥିଲା ବେଳକୁ ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ ମଧ୍ୟ ଆମେ ଆଣିଲୁ। ଶରଣାର୍ଥୀ ଏବଂ ଅନୁପ୍ରବେଶକାରୀ ଭିତରେ ଫରକଟା ବିଜୁ ଜନତା ଦଳ ଜାଣିବା କଥା। ଯେଉଁମାନେ ବାଂଲାଦେଶରେ, ପାକିସ୍ତାନରେ, ଆଫଗାନିସ୍ତାନରେ ଏଭଳିଆ ଲୋକ ଅଛନ୍ତି, ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ୍ସ କିମ୍ବା ଶିଖ କିମ୍ବା ବୁଦ୍ଧିଷ୍ଟ କିମ୍ବା ପାର୍ସି, ଯେଉଁମାନେ ସେଠି ରହିପାରୁନାହାନ୍ତି ରିଲିଜିୟସ୍ ଇଣ୍ଟିମିଡିଏସନ ପାଇଁ, ଅତ୍ୟାଚାରର ଶିକାର ହେଉଛନ୍ତି, ସେମାନେ ଫେରିଲେ, ସେମାନେ ହେଲେ ଶରଣାର୍ଥୀ। ଯେଉଁମାନେ ସେଠି ଶରଣାର୍ଥୀ ଅଛନ୍ତି ନାଗରିକ ହେଇକରି ପାକିସ୍ତାନ, ବାଂଲାଦେଶରେ, ଏବଂ ସେଇଠି ନ ରହିକରି ଭାରତରେ ଅନୁପ୍ରବେଶ କରିଛନ୍ତି ବିନା ଅନୁମତିରେ, ସେମାନେ ହେଲେ ଅନୁପ୍ରବେଶକାରୀ। ଅନୁପ୍ରବେଶକାରୀମାନଙ୍କୁ ବଙ୍ଗାଲରେ ବ୍ୟାପକ ଭାବରେ ଏବଂ ଓଡ଼ିଶାରେ ବିଜୁ ଜନତା ଦଳ ସମୟରେ ମଧ୍ୟ, ସରକାର ସମୟରେ ସେମାନେ ଅନୁମତି ବି ଦେଲେ, ସେମାନଙ୍କୁ ରେସନ କାର୍ଡ ବି ଦେଲେ, ସେମାନଙ୍କୁ ଭୋଟର ତାଲିକାରେ ନାଁ ବି ଚଢ଼େଇଲେ ଏବଂ ନିଜର ଭୋଟ କେମିତି ଅଭିବୃଦ୍ଧି ହେବ ସେଟା ଲକ୍ଷ୍ୟ ହେଲା। କିନ୍ତୁ ଓଡ଼ିଶାର କେତେ କ୍ଷତି ହେଲା, ଓଡ଼ିଶାର ଡେମୋଗ୍ରାଫିର କେତେ କ୍ଷତି ହେଲା ସେମାନେ ଦେଖିଲେ ନାହିଁ। ପଶ୍ଚିମବଙ୍ଗଳାରେ ତ ଲକ୍ଷ ଲକ୍ଷ ଲୋକଙ୍କର ନାଁ କଟିଛି, ଓଡ଼ିଶାରେ ବହୁତ କମ୍ କଟିଛି। ମୋତେ ଲାଗୁଛି ୟାଠାରୁ ଅଧିକ ଅନୁପ୍ରବେଶକାରୀ ଅଛନ୍ତି। ତେଣୁ ଯଦି ବିଜୁ ଜନତା ଦଳ ପାଖରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରମାଣ ଅଛି ଯେଉଁମାନେ ଅନୁପ୍ରବେଶକାରୀ ନୁହନ୍ତି କିନ୍ତୁ ନାଁ କଟିଛି, ଆଣିକିରି ଦେଲେ ତାଙ୍କ ସାଙ୍ଗରେ ମୁଁ ମଧ୍ୟ ହାତ ମିଳେଇବି ତାର ଅଧିକାର ଦେବା ପାଇଁ।